परिचय आज्ञा ମୁଁ ଆଡଭୋକେଟ୍ ପ୍ରଦୀପ ଦାସ जनशक्ति पार्टी राज्य सभापति। ଆପଣ ଯେଉଁ ଅଟୋରେ ବୁଲୁଛନ୍ତି ତ ଏ ଯେଉଁ ଗୋପବନ୍ଧୁ ଆଉ ଉତ୍କଳ ଗୌରୀ ମଧୁବାବୁଙ୍କୁ ମରଣୋତ୍ତର ଭାରତ ରତ୍ନ ପ୍ରଦାନ ଏହାର ମୁଖ୍ୟ ଉଦ୍ଦେଶ୍ୟ କ'ଣ ଅଛି? ଦେଖନ୍ତୁ ଆର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଆମର ଓଡ଼ିଶାରେ ଭାରତ ରତ୍ନ ଏପର୍ଯ୍ୟନ୍ତ ଯେଉଁମାନଙ୍କୁ ମିଳିବା କଥା ସେମାନଙ୍କୁ ଏପର୍ଯ୍ୟନ୍ତ ମିଳିନାହିଁ। ସେହି ଟାଇପ୍ର ଓଡ଼ିଆ ଲୋକମାନଙ୍କର ସ୍ୱର ଦିଲ୍ଲୀରେ ପହଞ୍ଚି ନାହିଁ। ତେଣୁ ଆମେ ଗତ 6 ତାରିଖରେ ଜୁଲାଇ 6 ତାରିଖ ଗୋପବନ୍ଧୁଙ୍କ ଶ୍ରାଦ୍ଧ ଦିବସରେ ଆମେ ଗୋଟେ ଆରମ୍ଭ କରିଛୁ ଦସ୍ତଖତ ସଂଗ୍ରହ ଅଭିଯାନ। ସମଗ୍ର ଭାରତ ବର୍ଷରେ ଆମେ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଦସ୍ତଖତ କରିଦେବୁ ମରଣୋତ୍ତର ଭାରତରତ୍ନ ଉତ୍କଳମଣି ଗୋପବନ୍ଧୁଙ୍କୁ ଦିଆଯାଉ। ଏବଂ ଆମେ ପୁରୀ ଜଗନ୍ନାଥଙ୍କ କ୍ଷେତ୍ରକୁ ମଧ୍ୟ ଆସିଥିଲୁ। ଏଠି ମଧ୍ୟ ଦସ୍ତଖତ ସଂଗ୍ରହ ଅଭିଯାନ ଆମର ଚାଲିଛି। ଗତ 6 ତାରିଖରୁ ଗୋପବନ୍ଧୁଙ୍କ ଶ୍ରାଦ୍ଧ ଦିବସରୁ କନ୍ଧମାଳ ଜିଲ୍ଲାରୁ ଆମେ ଆରମ୍ଭ କରିଛୁ। ପ୍ରତ୍ୟେକ ଜିଲ୍ଲାକୁ ଆମେ ଯାଉଛୁ ଏବଂ ଦସ୍ତଖତ ସଂଗ୍ରହ କରୁଛୁ। ଏଇଥିପାଇଁ ମରଣୋତ୍ତର ଭାରତରତ୍ନ ଦିଆଯାଉ ଆମେ କହୁନୁ ଆଉ କାହାକୁ ଦିଆଯାଉଛି, ସେ ତାଙ୍କର ଖେଳବାଲାଙ୍କୁ ଦିଅନ୍ତୁ କି ମୁଲାୟମଙ୍କୁ ଦିଅନ୍ତୁ, କିନ୍ତୁ ତା ତୁଳନାରେ ଗୋପବନ୍ଧୁ ମଧୁବାବୁ ତାଙ୍କର କ'ଣ ଅବଦାନ ନାହିଁ ଏ ଦେଶ ପାଇଁ ଏ ଜାତି ପାଇଁ? ନାହିଁ। ଗୋପବନ୍ଧୁ ଆମର ଓଡ଼ିଆ ଅସ୍ମିତାର ପ୍ରତୀକ ନୁହନ୍ତି, ମଧୁବାବୁ ଓଡ଼ିଆ ଅସ୍ମିତାର ପ୍ରତୀକ ନୁହନ୍ତି, ଯିଏ ଆମକୁ ଯଦି ଭାଷାଭିତ୍ତିକ ରାଜ୍ୟ ନ କରିଥାନ୍ତେ ଆମେ ଓଡ଼ିଆରେ ଆଜି ରହିଥାନ୍ତେ ନା କଥା ହେଇପାରିଥାନ୍ତେ। ତେଣୁ ଆମେ ମଧୁବାବୁ ମଧ୍ୟ ଆଦର୍ଶ ଶିଖାଇଛନ୍ତି ଆମକୁ। ପ୍ରଥମେ କୁଟୀର ଶିଳ୍ପ ସେ କରିନଥିଲେ, ତାରକସି କଟକରେ ଫେମସ୍ କରିନଥିଲେ। ଜୋତା ଗୋଟା ଖରାପ ପଡ଼ିଲା ବୋଲି ସେ ଜୋତାକୁ କାରଖାନାକୁ ବି ପୋଡ଼ିଦେଲେ। ତେଣୁ ସେଇ ଥିଲେ ମଧୁବାବୁ, ଯିଏକି ବେତନ ନ ନେଇ ମନ୍ତ୍ରୀ ହେଇଥିଲେ, ଯିଏକି ଓଡ଼ିଆକୁ ଭାଷାଭିତ୍ତିକ ରାଜ୍ୟ କରିବା ପାଇଁ ସର୍ବସ୍ୱ ତ୍ୟାଗ କରିଥିଲେ। ଏବଂ ତତ୍ସହିତ ଗୋପବନ୍ଧୁଙ୍କ ତ୍ୟାଗ ସେବା ଏ ଜାତି ଚିରଦିନ ପାଇଁ ମନେ ରଖିବ। ଯଦି ମନେ ରଖିବ ମରଣୋତ୍ତର ଭାରତରତ୍ନ ତାଙ୍କୁ ଦେବା ପାଇଁ ଆମେ ଜନଶକ୍ତି ପାର୍ଟି ତରଫରୁ ସମଗ୍ର ରାଜ୍ୟରେ ଗୋଟେ ଦସ୍ତଖତ ସଂଗ୍ରହ ଅଭିଯାନ କରୁଛୁ। 10 ଲକ୍ଷ ଲୋକଙ୍କର ଦସ୍ତଖତ କରି ମାର୍ଚ୍ଚ 28 ତାରିଖ ଦିନ ଆମେ ପୂର୍ଣ୍ଣାଙ୍ଗ କରିବୁ। ତତ୍ପରେ ଆମେ ଯାଇକିରି ସେଠି ରାଷ୍ଟ୍ରପତି ମହୋଦୟଙ୍କୁ ଆମର ଦାବି ଦେବୁ। ଜୟ ଜଗନ୍ନାଥ।